ହଳଦୀ ଖେଳ ଧାନ ଖୁକୁ ନିଜାସ ଭଲ ଦେଲେ ପିଆଇବି ନାଲି ପାଣି ଆଉ ନିଜାସ ଗରମ ହେଲେ ବଜେଇବି ତ ଚିନି ଖଣ୍ଡ সেটাই হচ্ছে বাবু এই বেশি কথা পড়িনি ହେଲେ ଛୁଆଙ୍କୁ ହଳ ବୁଲେଇଥିଲେ ଏଠି ଥାନା କୋର୍ଟ କଚେରୀ ସବୁ ମୋ ପକେଟରେ ଗୋଟାଏ ଲଫଙ୍ଗା ଟୋକାକୁ ଧରି ଏଠି କଣ କରିଦେଲୁ ଏ ଟୋକା ଯେବେ ତୁ ସବୁ ବାଟେଇକି ପୁରା ଚିଫାରେ ବୋପା ଖଟରେ ବସି ତତେ ଲାଭ କରିବ ଏବେ ଟୋକା ମୋ ଝୁଅ ଡାକିଲା ବୋଲି ଏଠିକି ପଳେଇ ଆସିବୁ ଆମେ ତୁ କଣ ଜାଣିନୁ ଏଇଟା ଧନେଶ୍ୱର ଦଣ୍ଡ ପାଣିର ଘର ମୁଁ ପାରିବି ମୋ ପୁଅ ଜିତିକି ଡାକେ ସିଏ ତୋତେ ଠିକ କରିଦବ ଆପଣ ଏତେ ବଡ଼ ପ୍ରତିଭାଶାଳୀ ଦେଖୁଛନ୍ତି ହେଲେ ଶାଢ଼ୀ ରକା ଜ୍ଞାନ ନାହିଁ କଣ ଭାବୁଛନ୍ତି ମୁଁ ଗୋଟେ ସରକାର ମଣିଷ ଏ ତୁ ଯୋଉ ଜ୍ଞାନ হবে ମୋ ପୁଅ ଏଇନା ଆସିଲେ ତୋ ବ୍ରେନ୍ ଛଡେଇ ଦବ ମୁଁ ପାଟି କରୁଛି ଆବେ ଏ ଦି ଜଣ ପୁରା ମୋ ପାଟିଟାକୁ ପୁରା ବନ୍ଦ କରିସାରିଲେଣି ଏ ତୋ ଭଉଣୀ ଝାନ୍ସି ଝାନ୍ସି ଆଉ ଏ ଟୋକାଟା ଆମ ଘରେ ବସି ତୋ ଭଉଣୀ ସାଙ୍ଗରେ ଖଞ୍ଜଣି ବଜେଇଲାଣି ଖଞ୍ଜଣି ତୁ କୋଉଟା ଆସିଛୁ এইটা ধনেশ্বর দণ্ড পানি ঘর বলি তুই কোন জানিনু আরে শোনা ও ঘর ভিতরে বসি তো বউ সাথে নাটক চলেছি ছাড়ি দিবি তো তাই কথাটা না বুঝি লসজি এমনি কাইনি গাড়ি লোক কথা এইটি হচ্ছে আইকি না আসলে কথা হবে গাড়ি করে টিকে অসম্মান হলে ମୁଁ ଜମା ଟଏଲେଟ୍ କରିପାରେନି ଗାଡ଼ି ପଇସା ଟିକେ ବି ପଡା ଚିଠା ଲାଗିଲେ ମୁଁ ତେଜ ପକେଇ ଜାଣିବି ଆମେ ଶୁଣା କୋଉ ସାହସର ଘର ଭିତରେ ପଶି ମୋ ଭଉଣୀକି ରଦ କରିବା ପାଇଁ ଚେଷ୍ଟା କରୁଛୁ ଦେଖନ୍ତୁ ମୁଁ ଆପଣଙ୍କ ଭଉଣୀର କଲେଜ ଫ୍ରେଣ୍ଡ ଏବେ ଡାକ୍ତରୀ ପାସ୍ କରିଛି ଆପଣ ଭଉଣୀ ମୋତେ ଫୋନ୍ କରିଥିଲେ ସେଥିପାଇଁ ମୁଁ ଆପଣଙ୍କ ଘରକୁ ଆସିଥିଲି ତୁ ଡାକ୍ତର ହୋ କି ବୈଦ ହୋ ମୋର କୋଉଟା ଛିଣ୍ଡେଇ ପକେଇବେ ଅପରେସନ କରିବାକୁ ଓହୋ ଦେଖିଲୁ ଗୋଟି ଗୋଟି ଘର ବାହାରେ ବଡ଼ ବଡ଼ ଗାଡ଼ି এই যে একটা ধনী ঝুঁকু ভাল পাই বাହା ହେଇଗଲେ ସବୁ ଯାକ ସମ୍ପତ୍ତି ମାଗଣାରେ ମିଳିଯିବ କାହାକୁ ଧନ ସମ୍ପତ୍ତି ଲୋଭ ଦେଖାଉଛନ୍ତି ମୋତେ ମୁଁ ଜଣେ ଡକ୍ଟର ଅନେକ ଲୋକଙ୍କର ଅଙ୍କ ପଦକ କାଟି ପରୀକ୍ଷା କରି ଦେଖିଛି ଆଉ ବୁଝିଛି ମଣିଷ ମନର ତୀବ୍ର କାମନା କଣ ଏଠି କାହିଁକି ଆସିଥିଲି ଆଉ କଣ ପାଇଁ ଆସିଥିଲି ଯଦି ସତ କଥାଟା କହିଦିଏ ଆପଣଙ୍କ ପାଦ ତଳୁ ମାଟି ବସିଯିବ ଆକାଶଟା ଖଣ୍ଡ ଖଣ୍ଡ ହେଇ ବସି ପଡ଼ିବ ଆବେ ତୁ ମୋ ଝିଅକୁ ହେଲ୍ପ କରିବାକୁ ଆଇଥିଲୁ ଏ ଜିତୁଆ ଆବେ ତୁ କଣ ତାକୁ ହେଲ୍ପ କରିବୁ ଆବେ ସିଏ ସୁନା ଚାମୁଚିରେ ଖାଉଛି ରତନ ପଲଙ୍କରେ ଶୋଉଛି ଗୋଲାପ ଜଳରେ ମୁହଁ ଧୋଉଛି ତୁ କଣ ତାକୁ ହେଲ୍ପ କରିବୁ ଧଳା ଲଫଙ୍ଗା ବାଟେଇକି କଥା କଥାରେ ଖାଲି ପିଟିବ ମାରିବ ହଉଛି ସତ କଥାଟା କଣ ଶୁଭଙ୍କର ମୁହଁରୁ ଶୁଣ ଡାଡି ସତ କଥାଟା ହେଲା ଶୁଭଙ୍କର ଜଣେ ଡକ୍ଟର ଆଉ ତା ଛଡା ତାଙ୍କ ବଡ ଭାଇ ଆମ ଥାନାରେ ଡିଏସପି ଆମ ଥାନା ଡିଏସପି ଏ ଯୋଉ କରମାକର ମାହାନ୍ତି ये ता भाई तेरा बापरे हमरा भूल गई एते बड़ा मैं बाप को एते कथा कहलु तुम परिचयटा दउ ना ओडी
ଲଙ୍ଗ୍ସ କ୍ୟାନ୍ସର ହେଇଛି। ଯୋଉଥିପାଇଁ ମୁଁ ପ୍ରତି ସପ୍ତାହରେ ଲୁଚି ଲୁଚି ଆସି ଝାନ୍ସୀକି ଟ୍ରିଟମେଣ୍ଟ କରେ। ଆଉ ଏକଥା ନ ଜାଣିବା ପାଇଁ ମତେ ଝାନ୍ସୀ ମନା କରିଥିଲେ। ଏ ଶଳା ମୁଁ ଧନେଶ୍ୱର ଦଣ୍ଡ ପାଣି ଏକଥାଟି ପାରିଲିନି ଜାଣି। ଏ କଥା କଣ ସତ? ଏ କଥା ସତ। ଏଇ ଏ କଥା ମୁଁ ଆଗରୁ ଜଣାଇନଥିଲି କାହିଁକି? ଆରେ କେତେ ଟଙ୍କା ଖର୍ଚ୍ଚ ହେଇଥିଲା ମାନେ କହିଥାନ୍ତୁ। ଏ କଥା ମୁଁ ଲୁଚେଇ ରଖିଲି କଣ ପାଇଁ? ଏ ଝାନ୍ସୀ ମୁଁ ଧନେଶ୍ୱର ଦଣ୍ଡ ପାଣି ଯେତେ ଟଙ୍କା ଖର୍ଚ୍ଚ ହବ ମୁଁ କରିବି। ହେଲେ ଡାକ୍ତର ବାବୁ ମୋ ଛୁଆ ଭଲ ହବା ଦରକାର। ଦେଖନ୍ତୁ ଟଙ୍କା ସିନା ମୋର କିଛି ଦରକାର ନାହିଁ। ମୋ ଦରକାର ଆପଣଙ୍କ ଝିଅର ହାତ। ତମେ ନିଜେ କହୁଛ ମୋ ଭଉଣୀ ଜଣେ ପେସେଣ୍ଟ। ସବୁ ଜାଣିଶୁଣି ମୋ ଭଉଣୀର ହାତ ଭାବୁଛ କେମିତି? ଏ ଜିତୁଆ କାରଣ ଝାନ୍ସୀକୁ ଭଲ କରିବା ଦାୟିତ୍ୱ ହେଉଛି ମୋର। ଆପଣଙ୍କ ଝିଅର ହାତ। ଓକେ ଓକେ କେତେ ଟଙ୍କା ଖର୍ଚ୍ଚ ହବ ହଉ, କିନ୍ତୁ ଡକ୍ଟର ଝାନ୍ସୀ ଭଲ ହେଇଗଲେ ଭଲ କଥା, ଆଉ ଭଲ ନହେଲେ ଏ ଜିତିର ଅସଲ ରୂପଟା ଦେଖିବ।